ଆଜିର ପ୍ରସଙ୍ଗ ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା। ଆଲେଖ୍ୟ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି। ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବେଦ ହେଉଛି ଆମ ପ୍ରାଚୀନ ବିଶ୍ୱ ସଂସ୍କୃତିର ଏକ ଆଦ୍ୟ ଗ୍ରନ୍ଥ। ବୈଦିକ ଯୁଗରୁ ଆମ ସଂସ୍କୃତିର ରଥ ଓ ରଥଯାତ୍ରାର ବର୍ଣ୍ଣନା ଥିବା ଦେଖାଯାଏ। ବୈଦିକ ମତ ଅନୁସାରେ ସୂର୍ଯ୍ୟଦେବ ସମଗ୍ର ବିଶ୍ୱ ଭ୍ରମଣ ପାଇଁ ସପ୍ତାଶ୍ୱ ଯୋଚିତ ରଥ ବ୍ୟବହାର କରୁଥିଲେ। କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରେ ବିଭିନ୍ନ ଦେବତାଙ୍କର ବ୍ୟବହାରରେ ଲାଗୁଥିବା ରଥ ବିଷୟରେ ବର୍ଣ୍ଣନା ରହିଛି। ଦେବତାମାନଙ୍କର ପାଇଁ ଦେବରଥ ବା ମରୁତ ରଥ, ଆମୋଦ ପ୍ରମୋଦ ତଥା କ୍ରୀଡ଼ା କୌତୁକ ପାଇଁ ପୁଷ୍ପରଥ, ଯୁଦ୍ଧ ଉଦ୍ଦେଶ୍ୟରେ ବ୍ୟବହୃତ ରଥକୁ ସଂଗ୍ରାମିକ, ବୈନାୟିକା, କର୍ଣ୍ଣରଥ ଓ ନ୍ୟାୟାଧୀଶଙ୍କ ନିମନ୍ତେ ଯୋଗ୍ୟ ରଥ, ପରିଭ୍ରମଣ ନିମନ୍ତେ ପରିଘଟିକା ରଥ ଆଦିର ବର୍ଣ୍ଣନା ରହିଛି। ଏମିତିକି ମର୍ତ୍ତ୍ୟରୁ ସ୍ୱର୍ଗକୁ ଯାତ୍ରା କରିବା ପାଇଁ ରଥ ଗର୍ଭକ ନାମକ ରଥର ବ୍ୟବହାର ହୋଇଥିବା ଜଣାଯାଏ। ଋଗ୍ବେଦରେ ରଥ ଶବ୍ଦ 1700 ଥର ଏବଂ ଆରଣ୍ୟକ ଉପନିଷଦ ଗ୍ରନ୍ଥାଦିରେ 300ରୁ ଅଧିକ ରଥ ଶବ୍ଦର ବ୍ୟବହାର ହୋଇଛି। ବହୁଧା ରଥ ଯୁଦ୍ଧ ଓ ଭ୍ରମଣାଦିରେ ବ୍ୟବହାର ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ। ଅଥର୍ବ ବେଦରେ ସମସ୍ତ ଦେବତାଙ୍କୁ ଗୋଟିଏ ରଥରେ ଆସିବା ପାଇଁ ଅଗ୍ନିଙ୍କ ନିର୍ଦ୍ଦେଶ ଥିବା ଜଣାଯାଏ। ରଥର ସୃଷ୍ଟି ସମ୍ପର୍କରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ଏକ ସୁନ୍ଦର ଆଖ୍ୟାୟିକା ରହିଛି। ଦେବରାଜ ଇନ୍ଦ୍ର ବୃତାସୁର ସହିତ ଯୁଦ୍ଧ କରି ତାକୁ ବଧ କରିବା ପାଇଁ ବଜ୍ରର ପ୍ରୟୋଗ କରନ୍ତେ ବଜ୍ର ଭାଙ୍ଗିଯାଇ ଚାରିଭାଗ ଯଥା ସୁପ, ଜୁପ, ରଥ ଓ ଶରର ସୃଷ୍ଟି ହେଲା। ସେହି ଦିନରୁ ସୁପ ଓ ଜୁପକୁ ବ୍ରାହ୍ମଣମାନେ ଯଜ୍ଞ କର୍ମରେ ବ୍ୟବହାର କରିବାକୁ ଲାଗିଲେ। ଅମରକୋଶରେ ରଥ ଏକ ସମୟରେ ଉନ୍ନତ ଯାନ ଥିଲା। ଦେବରାଜ ଇନ୍ଦ୍ର ରଥାରୂଢ଼ ହୋଇ ଯାତ୍ରା କରୁଥିଲେ ଏବଂ ତାଙ୍କ ରଥର ସାରଥୀ ଥିଲେ ମାତଳି। ରଥର ନିର୍ମାତା ଥିଲେ ବିଶ୍ୱକର୍ମା। ଯଜୁର୍ବେଦରେ ଏହାର ଯଥେଷ୍ଟ ପ୍ରଶଂସା କରାଯାଇଛି। ରାମାୟଣ, ମହାଭାରତ ପୌରାଣିକ ଗ୍ରନ୍ଥରେ ରଥକୁ ବିଶେଷ ଯୁଦ୍ଧଯାନ ଓ ପରିବହନରେ ଯାତ୍ରା ଯାନ ଭାବରେ ଅଧିକରୁ ଅଧିକ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳେ। ଶାନ୍ତନୁ, ରାଜା ଦୁଷ୍ମନ୍ତ, କୃଷ୍ଣ, ନଳ ରଥଚାଳନାରେ ନିପୁଣତା ହାସଲ କରିଥିଲେ। ବୌଦ୍ଧ ଜାତକ କଥାରେ ରଥରେ କୁମାର ସିଦ୍ଧାର୍ଥଙ୍କ ଭ୍ରମଣ କଥାରୁ ଖ୍ରୀଷ୍ଟପୂର୍ବ 600ରେ ମଧ୍ୟ ରଥର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳେ। ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀର ଶାନ୍ତିସ୍ତୂପ, ବୋଧଗୟା, ଅମରାବତୀରେ ଖୋଦିତ ହୋଇଥିବା କଳା ସ୍ଥାପତ୍ୟରେ ରଥର ଚିତ୍ର ଦେଖିବାକୁ ମିଳେ। 4ର୍ଥ ଶତାବ୍ଦୀରେ ବୌଦ୍ଧମାନଙ୍କ ଦ୍ୱାରା ପଶ୍ଚିମ ଚୀନ ରଖୋଟାନ୍ ସହର ଏବଂ ନେପାଳର ପାଟଳିପୁତ୍ରରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ଚୀନ ଦେଶ ଖୋଟାନର ରାଜା ରଥ ଉପରେ ଆମ ରଥଯାତ୍ରାରେ ଗଜପତିଙ୍କ ଭଳି ଜଳ ସିଞ୍ଚନ କରି ଛେରା ପହଁରା କରୁଥିଲେ। ପୁଣି ଏହି ଯାତ୍ରା ଆଷାଢ଼ ମାସରେ ହିଁ କରାଯାଉଥିଲା ଓ ରଥରେ ସେ ବେଳରେ ସେଠାରେ ବୋଧିସତ୍ତ୍ୱଙ୍କର ପ୍ରତିମା ରଖି ସହର ପରିକ୍ରମା କରାଯାଉଥିଲା। ଆମ ସଂସ୍କୃତିରେ ପୁଷ୍ୟା ନକ୍ଷତ୍ର ଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମୋକ୍ଷ ପ୍ରଦାନକାରୀ ଶ୍ରୀଗୁଣ୍ଡିଚା ଯାତ୍ରାର ପାଳନ କରାଯାଇଥାଏ। ଏହି ଦିନ ଶ୍ରୀକ୍ଷେତ୍ରରେ ରତ୍ନସିଂହାସନରେ ବିଜେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରକୁ ପହଣ୍ଡି ବିଜେ କରି 3 ରଥରେ ବିରାଜମାନ ହୁଅନ୍ତି ଓ ନବଦିନ ଯାତ୍ରାର୍ଥେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ପୁଣି ନବଦିନାନ୍ତେ ଆଷାଢ଼ ଶୁକ୍ଳ ଦଶମୀ ଭଳି ପବିତ୍ର ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥାନ୍ତି। ଜନ୍ମବେଦୀରୁ ପ୍ରତ୍ୟାବର୍ତ୍ତନକୁ ନେଇ ଯାତ୍ରା ବାହୁଡ଼ା ଯାତ୍ରା ନାମରେ ନାମିତ ହୋଇଥାଏ। ଏହି ରଥଯାତ୍ରାର ତାତ୍ତ୍ୱିକ ବିଶ୍ଳେଷଣ କରି ମନୀଷୀମାନେ କହନ୍ତି, ରଥଯାତ୍ରା ହେଉଛି ଜୀବପରମଙ୍କ ଯାତ୍ରା, ପରମାତ୍ମାଙ୍କ ସହ ଆତ୍ମାର ମିଳନ ପାଇଁ ଯାତ୍ରା। ପରମେଶ୍ୱର ପରମାତ୍ମାଙ୍କଠାରେ ମିଳିତ ଇଚ୍ଛାରେ ଗର୍ଭରେ ଭ୍ରୂଣ ପ୍ରତିଷ୍ଠା ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯାତ୍ରା ନିଗ୍ରହ ପରିଚାଳିତ ହୋଇଥାଏ, ସେୟା ହିଁ ଆମ ରଥଯାତ୍ରା। ବାହୁଡ଼ା ଯାତ୍ରାର ମହତ୍ତ୍ୱକୁ ବିଚାର କଲେ ଜଣାଯାଏ, ଏହା କେବଳ ଶାରୀରିକ ନୁହେଁ ବରଂ ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା, ଯାହାକି ଭକ୍ତି ତଥା ସମ୍ପ୍ରଦାୟର ବନ୍ଧନ ଏବଂ ଜୀବନ ମୃତ୍ୟୁର ଚକ୍ରବ୍ୟୂହର ବିଭିନ୍ନ ଦିଗକୁ ଦର୍ଶାଇଥାଏ। ସେହିପରି ଆଧ୍ୟାତ୍ମିକ ନବୀକରଣରେ ପ୍ରତ୍ୟାବର୍ତ୍ତନ ଯାତ୍ରା ଈଶ୍ୱରଙ୍କ ଅନନ୍ତ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନର ପ୍ରତୀକ ଅଟେ। ଏହା ହେଉଛି ଅନ୍ତର୍ଭୁକ୍ତିର ଏକ ପ୍ରତୀକ। ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆଧ୍ୟାତ୍ମିକ ନବୀକରଣ ଏବଂ ପରିଷ୍କାରର ଏକ ସମୟକୁ ବୁଝାଏ। ଏହି ସମୟରେ ଦେବତାଙ୍କଠାରୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନବୀୟ ଲୀଳାଠାରୁ ଆରମ୍ଭ କରି ଭକ୍ତବତ୍ସଳ ଭାବଗ୍ରାହୀ ମହାପ୍ରଭୁଙ୍କର ଏ ହେଉଛି ଅତ୍ୟନ୍ତ ଦୁର୍ଲଭ ଯାତ୍ରା।